ମୁଁ ଚାହୁଁଛି କି ଆମ ଯୁବ ସମାଜକୁ କିଛି ଗୋଟେ ଷ୍ଟ୍ରଙ୍ଗ ମେସେଜ ବା ଗୋଟେ ଆମ ସମାଜ ଯୋଉ ଟାଇପ୍ର ଆମ ଯୁବପିଢ଼ି ମାନଙ୍କ ପାଇଁ ଗୋଟେ ମାନେ ଭଲ ହବ, ଆମର ନେକ୍ସଟ ଜେନେରେସନ ପାଇଁ ଭଲ ହବ। ତ ସେଇଭଳିଆ କାମରେ ମୁଁ ନିଜକୁ ଇନଭଲ୍ଭ କରିବି। ଠିକ୍ ଅଛି ହେଲା, ଇନଭଲ୍ଭ। ଜୟ ହିନ୍ଦ। ପିଲା ଦିନରୁ ମୁଁ ଶୁଣି ଆସିଛି ଯେ ଗୋଟେ ପିଲାର ତାର ଯୋଉ ସାଙ୍ଗ ବା ଫ୍ରେଣ୍ଡ ସାର୍କଲଟା ଯୋଉ ଭଳିଆ ଥିବ ନା, ସେ ସେଇଭଳିଆ ହିଁ ଶିଖିବ। ଠିକ୍ ଅଛି। ତ ଏଇ କନସେପ୍ଟଟାକୁ ମୁଁ କପି କରୁଛି। କପି ଏଇଭଳିଆ କରୁଛି କି ମୁଁ ଚାହୁଁଛି ପରବର୍ତ୍ତୀ ସମୟରେ ଲାଇକ୍ ଏବେ ଯେମିତି ମୁଁ ଆର୍ମ ଫୋର୍ସେସ୍ ଅଛି, ଆଉ ଯେତେବେଳେ ମୋର ଆର୍ମ ଫୋର୍ସେସ୍ରୁ ଯେତେବେଳେ ମୁଁ ମାନେ ମୁଁ ଅବସର ନେବି, ଅବସର ନେଲା ପରେ ମୋତେ ଯେଉଁ ଗୋଟେ ମାଇଣ୍ଡସେଟ୍ ଅଛି, ଗୋଟେ ମାଇଣ୍ଡସେଟ୍ ସେଥିମଧ୍ୟରୁ ମୋତେ ଗୋଟେ ମାଇଣ୍ଡସେଟ୍ ମୋତେ ଭଲ ଲାଗିଲା। ଗୋଟେ ହେଲା ସାମ୍ବାଦିକତା ଯେଉଁମାନେ କରନ୍ତି, ଏଇଟା ଗୋଟେ। ଆଉ ଗୋଟେ ଯେଉଁ ତାଙ୍କ କଥାବାର୍ତ୍ତା, ଯେମିତିକି ଆମର ଯେଉଁ ଓକିଲ ମାନେ କରନ୍ତି, ଆଡ଼ଭୋକେଟ୍। ଠିକ୍ ଅଛି। ଆଉ ଗୋଟେ ହେଲା ଯେଉଁ ଆମର ଯେଉଁ ସମାଜରେ ଯେଉଁମାନେ ଭଲ କାମ କରୁଛନ୍ତି, ତା ସହିତ ଆଉ ଗୋଟେ ଅଛି ଯେ ମୋ ରାଜନୀତିରେ ଯେଉଁମାନେ ଇନଭଲ୍ଭ ଅଛନ୍ତି। ଠିକ୍ ଅଛି। ଆଉ ଗୋଟେ ତା ସହିତ ଯେଉଁମାନେ ଯେ ଆମର ପ୍ରଶାସନିକ ସେବାରେ ଯେଉଁମାନେ ଦୀର୍ଘ ସମୟ ଧରିକି ଯେଉଁମାନେ କାମ କରିସାରିଛନ୍ତି। ଠିକ୍ ଅଛି। ଏଇଭଳିଆ ବ୍ୟକ୍ତି ବିଶେଷ ମାନଙ୍କ ସହିତ ମୋତେ ମିଶିବାର ଅଛି। ମୁଁ ଇଭେନ୍ ଏବେ ବି ଭଲେଣ୍ଟିଆର ଅଛି, ସେମାନଙ୍କ ସହିତ ମୁଁ କଣ୍ଟାକ୍ଟ ରହିବା ପାଇଁ ଚାହୁଁଛି। ଆଣ୍ଡ ତାଙ୍କ ସହିତ ମୁଁ କିଛି ଶିଖିବା ପାଇଁ ଶିଖୁଛି, ମାନେ ଚାହିଁବି ବହୁତ କିଛି ଶିଖିବା ପାଇଁ। କାହିଁକି ନା ଯେତେବେଳେ ଏଇମାନଙ୍କ ସହିତ ମୁଁ କଥାବାର୍ତ୍ତା ହେବି, ମିଶିବି, ଠିକ୍ ଅଛି, ସେମାନଙ୍କ ପାଖରୁ ମୁଁ ଉପଦେଶ ନେବି, ତ ନେକ୍ସଟ 10 ବର୍ଷ ପରେ, ମେ ବି 15 ବର୍ଷ ପରେ, ତ ମୁଁ ଚାହୁଁଛି କି ଆମ ଯୁବ ସମାଜକୁ କିଛି ଗୋଟେ ଷ୍ଟ୍ରଙ୍ଗ ମେସେଜ ବା ଗୋଟେ ଆମ ସମାଜ ଯୋଉ ଟାଇପ୍ର ଆମ ଯୁବପିଢ଼ି ମାନଙ୍କ ପାଇଁ ଗୋଟେ ମାନେ ଭଲ ହବ, ଆମର ନେକ୍ସଟ ଜେନେରେସନ ପାଇଁ ଭଲ ହବ। ତ ସେଇଭଳିଆ କାମରେ ମୁଁ ନିଜକୁ ଇନଭଲ୍ଭ କରିବି। ଠିକ୍ ଅଛି ହେଲା। ଇନଭଲ୍ଭ ଏଇଥିପାଇଁ ମୁଁ କରିବି, ଏଇଥିପାଇଁ କରିବା ପାଇଁ ମୁଁ ଚାହୁଁଛି, କାହିଁକିନା 8 ବର୍ଷ ହେଲା ମୁଁ ଭାରତୀୟ ସେନାରେ ମୁଁ ଏବେ ବି କାର୍ଯ୍ୟରତ କରୁଛି। ତ କରପସନଠୁ ପୁରା ମୁଁ ଦୂରରେ ଅଛି। ଠିକ୍ ଅଛି। କେହି ଏଇ ପର୍ଯ୍ୟନ୍ତ କେହି ମୋ ନାଁରେ ଆଲିଗେସନ ଦେଇପାରିବେନି ଯେ ଏଇ ପିଲାଟା 8 ବର୍ଷ ଚାକିରି କାଳ ଭିତରେ ସେ କରପସନରେ ଜଡ଼ିତ ଅଛି। ଠିକ୍ ଅଛି। ତ 8 ବର୍ଷ ଭିତରେ ଯେଉଁ ପିଲା କରପସନରେ ଜଡ଼ିତ ନାହିଁ, ତ ଡେଫିନେଟଲି ତା ଭିତରେ ଇମାନଦାରର ରକ୍ତ ବହିଥିବ। ଠିକ୍ ଅଛି। ଆଉ ଯେତେବେଳେ ମୁଁ ଏ ସମାଜ ସାମ୍ନାରେ ଦେଖୁଛି, ପ୍ରତ୍ୟେକ ଦିନ ନ୍ୟୁଜ୍ ପେପର ପଢ଼ୁଛି। ଠିକ୍ ଅଛି। ମୁଁ ତ ଛୋଟ ପିଲା ଆଉ ନାହିଁ, ମୁଁ ଆଉ ମାନେ ସେମିତି କିଛି ନାହିଁ କି ମୁଁ ଜାଣିପାରୁନାହିଁ କେଉଁଠି ମାନେ କେଉଁଠି ଭୁଲ ହେଉଛି, କେଉଁଠି ବହୁତ ଭଲ ହେଲା। ଠିକ୍ ଅଛି। ସେମିତି ତ ନାହିଁ କି ମୁଁ ଜାଣିପାରୁନି, ଅନ୍ଧ ଭଳିଆ ବସି ରହିଛି। ମୁଁ ଜାଣିପାରୁଛି, କିନ୍ତୁ ମୁଁ ପ୍ରତିବାଦ କରିପାରୁନି। ଠିକ୍ ଅଛି। ପ୍ରତିବାଦ କରିପାରୁନି କାହିଁକି ଅଲରେଡ଼ି ମୁଁ ଆର୍ମ ଫୋର୍ସରେ ଅଛି। ମୁଁ ଚାହୁଁନି କୌଣସି ଗୋଟେ ଜଟିଳ ସମସ୍ୟାରେ ନିଜକୁ ମୁଁ ଘାଣ୍ଟି ଦେବି, ଆଉ ଘାଣ୍ଟି ଦେଲା ପରେ ସେଠି ମୁଁ ଇଜିଲି ବାହାରି ହେଇପାରିବିନି। ମୋର ମେଣ୍ଟାଲ ଯେଉଁ ମାନେ ମାନସିକ ସ୍ତର ବି ଖରାପ ହେଇଯିବ, ତା ସହିତ ମୋ ପରିବାର ବି ସେମାନଙ୍କୁ ମୁଁ ଟାଇମ୍ ଦେଇପାରିବିନି। ଠିକ୍ ଅଛି। ତ ମୁଁ ପ୍ରତ୍ୟେକ କ୍ଷେତ୍ରରେ ମୁଁ ଜାଣିପାରୁଛି ଯେ ଏଇଠି ଆମର ବିଧାୟକ ଜୀ ଭୁଲ କାମ କଲେ, ମୁଁ ସେଠି ପ୍ରତିବାଦ କରିବା ପାଇଁ ଚାହୁଁଛି, କିନ୍ତୁ ବାଟ୍ ମୁଁ ଏବେ ଚୁପ୍ ଅଛି। ଠିକ୍ ଅଛି। ତ ସେଥିପାଇଁ ମୋତେ ଏବେ ଏଇ ଯେଉଁ ସଙ୍ଗତ ମୁଁ କହିଲି, ସାମ୍ବାଦିକତା ଭଳିଆ ମାଇଣ୍ଡସେଟ୍, ଓକିଲାତି, ସିନିୟର ପ୍ରଶାସନିକ ସେବା, ଏଇମାନଙ୍କର ସାହାଯ୍ୟ ମୋତେ ବହୁତ ଦରକାର। ଆଉ ଖାସ୍ କରିକି ସାମ୍ବାଦିକ ଭାଇକି ମୁଁ ରିକ୍ୱେଷ୍ଟ କରୁଛି, ମୋତେ ପ୍ଲିଜ୍ ଗାଇଡ଼ କରନ୍ତୁ।